जय जवान जय किसान मांकड़ खाए कांकड़ कषि बांक बाबूଙ୍କ ବାଡ଼ିରେ ପଶି ଆମେମାନେ ଛୋଟବେଳେ ବନବୋଧ ବହିରେ ପଢ଼ିଛୁ। ଆମେ ସେଇ କାଙ୍କଡ଼ ବାଡ଼ିକୁ ଯିବା ଆସନ୍ତୁ। ଜୟ ଜଗନ୍ନାଥ, ମୁଁ ସୁଜିତ ଆପଣମାନଙ୍କୁ ଏହି ଶୁଭ ସକାଳର ଟାଣୁଆ ଖରାରେ ଚାଷକୁ ବୃତ୍ତି ବା ଜୀବିକା ଭାବେ ଗ୍ରହଣ କରି ଚାଷ କରୁଥିବା ଚାଷୀକୁ ନମସ୍କାର। ମୁଁ ଭଲରେ ଅଛି, ଆପଣମାନେ ଭଲରେ ରୁହନ୍ତୁ। ଆଜି କାଙ୍କଡ଼ ଚାଷ ବିଷୟରେ ଦୃଷ୍ଟି ପକାଇବା ଚାଲନ୍ତୁ। କାଙ୍କଡ଼ ଚାଷ ଲାଭବାନ ଚାଷ। ଏହି ଚାଷକୁ ସବୁ ଚାଷୀ କରିପାରନ୍ତି ନାହିଁ, କାରଣ ଏହି ଚାଷ କରିବାକୁ ହେଲେ କାଙ୍କଡ଼ ଗଛର ମୂଳ ଦରକାର। ପୁଣି ସେ ଦୁଇ ପ୍ରକାର, ଗୋଟିଏ ଅଣ୍ଡିରା ମୂଳ ତ ଅନ୍ୟଟି ମାଇ ମୂଳ। ଏହି ମୂଳ ନ ମିଳିବାରୁ ଚାଷୀ କାଙ୍କଡ଼ ଚାଷ କରିପାରେ ନାହିଁ। କାଙ୍କଡ଼ ଚାଷ ନିଜ ନିଜ ବାଡ଼ିରେ ମଧ୍ୟ ଚାଷ କରିପାରିବେ। ଏହି ଚାଷ କରିବାର ସମୟ ହେଉଛି ଖରାଦିନ, ଅର୍ଥାତ୍ ଜାନୁଆରୀ ଫେବୃଆରୀ ମାସରେ ଲଗାଇଲେ ଠିକ୍ ମାର୍ଚ୍ଚ ଏପ୍ରିଲ ବେଳକୁ କାଙ୍କଡ଼ ଧରିଯିବ। ଆଉ ଫାଷ୍ଟ ଆପଣଙ୍କର ବାହାରିବ ମାନେ ଆପଣ ମାର୍କେଟରେ ଚାହିଦା ଭଲ ରହିବ, ପାଖାପାଖି 80ରୁ 100 ଟଙ୍କା କେଜି ବିକ୍ରି ହେବ। ପରେ ପରେ କମି ଯିବ, ଲୋକମାନଙ୍କ ଭାରିରେ ଦରଦାମ କମିଯିବ। ଏଭାରେଜ 25 ଟଙ୍କା 30 ଟଙ୍କା ରହୁଛି ମାର୍କେଟରେ ବେଲୁ। ଏହି ଅର୍ଗାନିକ କାଙ୍କଡ଼ ଚାଷ ପାଇଁ କ'ଣ କ'ଣ ଆପଣଙ୍କର ଆବଶ୍ୟକ ଚାଲନ୍ତୁ ଆମେ ଜାଣିବା। ଫାର୍ଷ୍ଟ ଆପଣ ଅଣ୍ଡିରା ମାଇ ମୂଳ ଆଣିବେ। ଜାଲ, ବାଉଁଶ ଖୁଣ୍ଟ, ଖତ, ଦଉଡ଼ି ବ୍ୟବହାର କରିପାରିବେ। କାଙ୍କଡ଼ ଚାଷ ଆମେ କିପରି କରିବୁ ତାର ପ୍ରଣାଳୀ କ'ଣ ଚାଲନ୍ତୁ ଆମେ ସେ ବିଷୟରେ ଟିକେ ଧ୍ୟାନ ଦେବା। କାଙ୍କଡ଼ ମୂଳ ଲଗାଇଲା ବେଳେ ଧ୍ୟାନ ଦେବେ, ମନ୍ଦାକୁ ମନ୍ଦା 3ରୁ 4 ଫୁଟ ରଖିବେ ଏବଂ ଧାଡ଼ିକୁ ଧାଡ଼ି 4 ଫୁଟରୁ 5 ଫୁଟ ରଖିବେ। ଆଉ 10ଟି ମନ୍ଦା ମଧ୍ୟରେ ଗୋଟିଏ ଅଣ୍ଡିଆ ମନ୍ଦା ଗଛ ରଖିବେ। ମନ୍ଦାକୁ ମନ୍ଦା ବାଉଁଶ ଖୁଣ୍ଟ ପୋତି ଜାଲ ଟାଣିବେ ଓ କାଙ୍କଡ଼ ଗଛକୁ ଜାଲ ଉପରକୁ ମଣ୍ଡାଇବେ। ଆଉ ଗୋଟେ କଥା, ବକ୍ସ ମଞ୍ଚା କଲେ ତୋଳାତୋଳି ପାଇଁ ଅସୁବିଧା ହୁଏ, ତେଣୁ ଧାଡ଼ି ବା ଠିଆ ମଞ୍ଚା କଲେ ସହଜରେ ଆପଣ ତୋଳି ପାରିବେ। ତଳେ ମଣ୍ଡାଇଲେ ଭଲ କାଙ୍କଡ଼ ଫଳେ ନାହିଁ, ଯଦି ବା ଫଳିବ ଗୋଟେ ସାଇଡ଼ କାଙ୍କଡ଼ ଧଳା ପଡ଼ିଯିବ, ଯାହାର କି ମାର୍କେଟର ଭ୍ୟାଲୁ କମ୍। ତେଣୁ ଆମେ ଧାଡ଼ି ବା ଠିଆ ମଞ୍ଚା କରିବା କାଙ୍କଡ଼ ଚାଷ ପାଇଁ ସହଜ ଉପାୟ। ସେଥିପାଇଁ ଆମର ଏଗୁଡ଼ିକ ସବୁ ଠିଆ ମଞ୍ଚା ବା ଧାଡ଼ି ମଞ୍ଚା କରାଯାଇଛି। ଆପଣ କାଙ୍କଡ଼ ଗଛର ମାଇ ଫୁଲକୁ ଲକ୍ଷ୍ୟ କରନ୍ତୁ। ଇଏ ହେଉଛି ଆପଣଙ୍କର କାଙ୍କଡ଼ ଗଛର ମାଇ ଫୁଲ, ତାର ଭିତର ଅଂଶକୁ ଦେଖିଲେ। ଆଉ ଆପଣଙ୍କ ଅଣ୍ଡିଆ ଗଛର ଫୁଲକୁ ଦେଖନ୍ତୁ, ତାଙ୍କର ଭିତର ଅଂଶକୁ ଦେଖନ୍ତୁ, କଳା କଳା ରହିଛି। ତେଣୁ ଇଏ ହେଉଛି ଅଣ୍ଡିଆ ଫୁଲ। ଆପଣ ଅଣ୍ଡିଆ ଫୁଲ ମାଇ ଫୁଲକୁ ଜାଣିପାରିଲେ। କାଙ୍କଡ଼ ଚାଷର ମୁଖ୍ୟ କାମ ହେଲା କାଙ୍କଡ଼ ଫୁଲ ଫୁଟିଲେ ଆପଣ ଡେଲି ସକାଳେ ଅଣ୍ଡିରା ଗଛର ଫୁଲକୁ ଆଣି ମାଇ ଗଛର ଫୁଲ ସହିତ ପରାଗ ସଙ୍ଗମ କରିବାକୁ ପଡ଼ିବ, ନଚେତ୍ କାଙ୍କଡ଼ କଷି ଗୁଡ଼ିକ ନାଲି ବା ହଳଦିଆ ପଡ଼ି ଝଡ଼ି ପଡ଼ିବ। ଫୁଲକୁ ଫୁଲ ଲଗାଇଲା ପରେ କାଙ୍କଡ଼ କଷି ରହିବ। ଯଦି ବା ପରାଗ ସଙ୍ଗମ ନକରି କଷି ରୁହେ, ଅଳ୍ପ ବଢ଼ିବା ପରେ ନାଲି ପଡ଼ି ଖସି ପଡ଼େ। ତେଣୁ ଆପଣ ଯେତେ ଫୁଲକୁ ଫୁଲ ପରାଗ ସଙ୍ଗମ କରାଇବେ ସେତେ କାଙ୍କଡ଼ ଧରିବ। କାଙ୍କଡ଼ ଖାଇଲେ କ'ଣ ଔଷଧୀୟ ଗୁଣ ରହିଛି ଆମେ ଚାଲନ୍ତୁ ସେ ବିଷୟରେ ଜାଣିବା। ଏ କାଙ୍କଡ଼ ଆମେ ରାନ୍ଧି ଖାଇଲେ ଯେପରି ସୁସ୍ୱାଦୁ ଲାଗେ, ଠିକ୍ ତାର ଅନ୍ୟ ଗୁଡ଼ିକ ଔଷଧୀୟ ଗୁଣ ଗୁଡ଼ିକ ରହୁଛି ଜାଣନ୍ତୁ। ଅଶ୍ଵ ଭଲ ହେଉଛି, ପେଟ ବଥା ଭଲ ହେବାର ଯେଉଁ ରୋଗ ପ୍ରତିରୋଧକ ଶକ୍ତି ରହିଛି ଏହି କାଙ୍କଡ଼ରେ ହିଁ ରହିଛି। ଆଉ ଭିଟାମିନ୍ ସି ମଧ୍ୟ ରହିଛି। ଆପଣ ମନେ ରଖିବେ, ତ୍ୱଚାର ସୁନ୍ଦରତା ମଧ୍ୟ ବଢ଼ାଇଥାଏ। ଆଉ ଆପଣ ଯେଉଁ କ୍ୟାନ୍ସର ରହୁଛି ତାର ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ଏହି କ୍ୟାନ୍ସରକୁ ରୋକିବାରେ ସାହାଯ୍ୟ କରିଥାଏ। ଏହିସବୁ ଗୁଣ ସବୁ ଆମେ ଏହି କାଙ୍କଡ଼ରୁ ଆମେ ପାଇପାରିବୁ।
ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଲାଇକ୍ ସେୟାର କମେଣ୍ଟ କରିବା ସହ ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓଟିରେ ତ୍ରୁଟି ଥାଏ ତାହେଲେ କ୍ଷମା କରିବା ସହ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ। ଆପଣଙ୍କ ଦିନଟି ଶୁଭମୟ ହେଉ।